ନମସ୍କାର ଦର୍ଶକ ବନ୍ଧୁ, ମୋ ସିନ୍ଦୁରର ଅଧିକାର ସିରିଏଲରେ ଆଜିର ଅଧ୍ୟାୟରେ ଆପଣମାନେ ଦେଖିବାକୁ ପାଇବେ ନାତାଶା ଆଦିଙ୍କୁ କହୁଛନ୍ତି ୱେଲ୍ ଡନ୍ ଏଡି ୱେଲ୍ ଡନ୍। ସେଇ ଟାଇମ୍ରେ ଆଦି ନାତାଶାକୁ କହୁଛନ୍ତି ପ୍ଲିଜ୍ ନାତାଶା, ତମେ ତ ମୋତେ ବାସ୍ ଖାଲି ଏଡି ବୋଲିକି ଜମାରୁ କୁହନି, କାହିଁକି ନା ତମେ ବହୁତ ଭଲ ଭାବରେ ଜାଣିଛ ମୁଁ ଆଦି ନୁହେଁ। ଆଦି ଏମିତି କହିକି ତାପରେ ତାଙ୍କ ମୁହଁରୁ ସେ ମୁଖାଟାକୁ ଖୋଲୁଛନ୍ତି ଆଉ ଦେଖିଲା ବେଳକୁ ସେ ହେଉଛନ୍ତି ଆଦି ନୁହନ୍ତି, ସେ ହେଉଛନ୍ତି ଜୟଦେବ। ଏସବୁ ଦେଖିକି ଧନଶ୍ରୀ ଆଉ ଶାଲିନୀ ବହୁତ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଏମିତି ହେଲାବେଳେ ସେଇ ଟାଇମ୍ରେ ଆଦି ଆସିକି ସେ ଜାଗାରେ ପହଞ୍ଚି ଯାଉଛନ୍ତି ଆଉ କହୁଛନ୍ତି ମୁକ୍ତି ମୁକ୍ତି ଏମିତି କହିକି ଯେତେବେଳେ ଡାକି ଡାକି ଆଦି ଆସୁଛନ୍ତି ସେଇ ଟାଇମ୍ରେ ନାତାଶା ଆଦିଙ୍କୁ କହୁଛନ୍ତି ଜିଜୁ ଜିଜୁ ରହିଯାଉ ଜିଜୁ। ସେଇ ଟାଇମ୍ରେ ଆଦି ପଚାରୁଛନ୍ତି ନାତାଶାକୁ ନାତାଶା ମୁକ୍ତି କେଉଁଠି ଅଛନ୍ତି। ସେଇ ଟାଇମ୍ରେ ନାତାଶା ଆକ୍ଟିଂ କରିକି ରୋଲ୍ କରିକି ଆଦିଙ୍କୁ କହୁଛନ୍ତି ଯେ ଜିଜୁ ମାହିର ପାଦ ଖସିଗଲା ଏ ପାହାଡ଼ ତଳକୁ ଆଉ ସେ ପାହାଡ଼ ତଳେ ଖସି ପଡ଼ିଲା। ଏ କଥା ଆଦି ଶୁଣିକି ବହୁତ କଷ୍ଟ ପାଉଛନ୍ତି ଆଉ ବହୁତ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆଉ କିନ୍ତୁ ନାତାଶା ଧନଶ୍ରୀ ଆଉ ଶାଲିନୀ ଆଉ ଜୟଦେବ ବହୁତ ଖୁସି ହେଉଛନ୍ତି, କାହିଁକି ନା ସେ ଆଦିଙ୍କ ନାଁରେ ମିଛ କଥା କହିକି ମୁକ୍ତିକୁ ଠେଲି ଦେଇକି ମାରି ଦେଇଛନ୍ତି ପାହାଡ଼ ତଳୁ। ହଁ ଦର୍ଶକ ବନ୍ଧୁ, ଆଦି କ'ଣ ଜାଣିପାରିବେ ଯେ ତାଙ୍କୁ ଏଇମାନେ ସବୁ ମିଶିକି ମାରିଛନ୍ତି ବୋଲିକି ମୁକ୍ତିଙ୍କୁ, ଆଉ ସେ ତା ଭିତରେ ଧନଶ୍ରୀ ଆଉ ଶାଲିନୀ ଆଉ ଜୟଦେବ ଆଉ ନାତାଶା ଏଇ ଚାରିଜଣ ସାମିଲ ଅଛନ୍ତି ମୁକ୍ତିଙ୍କ ମରିବା ପଛରେ। ଆମକୁ କମେଣ୍ଟ ବକ୍ସ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାନ୍ତୁ। ହଁ ଦର୍ଶକ ବନ୍ଧୁ, ଆଦି କ'ଣ ଜାଣିପାରିବେ ସବୁ ସତ କଥା? ମୁକ୍ତି କ'ଣ ପାହାଡ଼ ତଳୁ ପଡ଼ିକି ଆଉ ବଞ୍ଚିଥିବେ, ନା ସେ ସବୁଦିନ ପାଇଁ ମରିଯାଇଥିବେ? ଆମକୁ କମେଣ୍ଟ ବକ୍ସ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାନ୍ତୁ। ତା ପୂର୍ବରୁ ଆପଣମାନଙ୍କୁ ଯଦି ଆମ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍ ସେୟାର କମେଣ୍ଟ କରିବାକୁ ଜମାରୁ ବି ଭୁଲିବେନି। ଆଉ ପାଖରେ ଆସୁଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ। ଆଉ ଆପଣମାନଙ୍କୁ ଆଦି ମୁକ୍ତିଙ୍କ ଯୋଡ଼ି କେମିତି ଲାଗେ? ଆଉ ଆଦି କ'ଣ ମୁକ୍ତିଙ୍କୁ ପୁଣି ଆଉ ଥରେ ଫେରେଇ ଆଣିପାରିବେ? ଆମକୁ କମେଣ୍ଟରେ ନିଶ୍ଚିତ ଭାବରେ ଜଣାନ୍ତୁ।